ଭୋଜିରେ ରକ୍ତପାତ, ମାଂସ ପରସାକୁ ନେଇ ମହାଭାରତ। ଗରମ ପାଣିରେ ଫିଙ୍ଗିଦେଲେ ଯୁବକଙ୍କୁ। ସ୍ଥାନ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଜେରେଲପଦର ଗ୍ରାମ ଘଣ୍ଟିଗୁଡ଼ା ଗ୍ରାମର 52 ବର୍ଷୀୟ ଚୌବନ ନାଗ। କ'ଣ ଥିଲା ପୂରା ଘଟଣା? ଗୋଟିଏ ପଟେ ଭୋଜିର ଆସର ଜମିଥିଲା, ଅନ୍ୟପଟେ ମୃତ୍ୟୁର ଖେଳ ଚାଲିଥିଲା। ସମ୍ପର୍କୀୟଙ୍କ ଘରକୁ କୁଣିଆ ହୋଇଯାଇଥିବା ଚୌବନଙ୍କୁ ମାଂସ ବାଢ଼ିବାକୁ କୁହାଯାଇଥିଲା। କିନ୍ତୁ କିଛି ନୃଶଂସ ଲୋକ ମାଂସ ବାଢ଼ିବାକୁ ନେଇ କଲେ ଗଣ୍ଡଗୋଳ। ଅତ୍ୟନ୍ତ ଅମାନୁଷିକ କାଣ୍ଡ। କଥା କାଟାକାଟିରୁ ଏତେ ବଢ଼ିଗଲା ଯେ ସେହି ପାପୀମାନେ ଚୌବନଙ୍କୁ ଉଠାଇ ନେଇ ଭାତ ରାନ୍ଧୁଥିବା ଫୁଟନ୍ତା ଗରମ ପାଣିରେ ଫିଙ୍ଗିଦେଲେ। ଚୌବନଙ୍କୁ ବଞ୍ଚାଇବାକୁ ଆସିଥିବା ତାଙ୍କ ଭାଇଙ୍କୁ ମଧ୍ୟ ନିର୍ଧୂମ ମାଡ଼ ମରାଯାଇଛି। ଅବସ୍ଥା ସଙ୍କଟାପନ୍ନ। ଚୌବନ ଏବେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି। ସିନାପାଲିରୁ ତାଙ୍କୁ ତୁରନ୍ତ ନୂଆପଡ଼ା ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୋଲିସର କାର୍ଯ୍ୟାନୁଷ୍ଠାନ, ପରିବାର ଲୋକେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସିନାପାଲି ପୋଲିସ ଏବେ ତଦନ୍ତ ଜାରି ରଖିଛି। ଦୋଷୀ କେଉଁଆଡ଼େ ଯିବେ? କଠୋର ଦଣ୍ଡ ମିଳିବ କି ନାହିଁ, ତାହା ଏବେ ବଡ଼ ପ୍ରଶ୍ନ। ବ୍ୟୁରୋ ରିପୋର୍ଟ, ସାଗର ଖବର। ଜାଣିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରନ୍ତୁ।